ଗରିବଟିଏ ଘର ପାଇବା ପାଇଁ ବହୁତ କଷ୍ଟକର ହୋଇଥାଏ। ସେ ଦିନକୁ ଦିନ ରୋଜଗାର କରି ପଇସା ପାଇଥାଏ। ସେହି ପଇସାରେ ସେ ତାଙ୍କ ପରିବାର ସବୁଦିନ ଚଳନ୍ତି। ତେଣୁ ତାଙ୍କୁ ଏକ ଘର ତିଆରି କରିବା ପାଇଁ ବହୁତ କଷ୍ଟକର ହୋଇଥାଏ। ତେଣୁ ସେହି ଗରିବ ପାଇଁ ସରକାର ଏକ ଯୋଜନା ଆଣିଛନ୍ତି। ସେହି ଯୋଜନାଟି ହେଲା ଅନ୍ତୋଦୟ ଗୃହ ଯୋଜନା। ତ ଦେଖନ୍ତୁ ଆଜ୍ଞା, ଏହି ଅନ୍ତୋଦୟ ଗୃହ ଯୋଜନା ବିଷୟରେ ମୁଁ ଆପଣମାନଙ୍କୁ ପୂର୍ବ ଭିଡ଼ିଓ ମାଧ୍ୟମରେ ମଧ୍ୟ କହିସାରିଥିଲି। ଏହି ଅନ୍ତୋଦୟ ଗୃହ ଯୋଜନାର ସବୁକିଛି ଡିଟେଲ୍ସ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତା ପୂର୍ବରୁ ଆଉ ଗୋଟିଏ କଥା, ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଟିକେ ଆସୁଥିବ। ଆମ ଗାଁରେ ନାମଯଜ୍ଞ ଚାଲିଛି, ତେଣୁ ଆପଣମାନେ ଦୟାକରି ମ୍ୟାନେଜ କରିବେ। ତ ଦେଖନ୍ତୁ, ଏହି ଅନ୍ତୋଦୟ ଗୃହ ଯୋଜନା କେଉଁମାନେ ପାଇବେ? ଯଦି ସେହି ଗରିବଟି ନିହାତି ଯୋଗ୍ୟ ବିବେଚିତ ହେବେ, ସେମାନଙ୍କୁ ନିଶ୍ଚୟ 100% ଗ୍ୟାରେଣ୍ଟି ଦେଉଛି ସେମାନଙ୍କୁ ଏକ ଅନ୍ତୋଦୟ ଗୃହ ଯୋଜନା ନିଶ୍ଚୟ ମିଳିବ। ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ, ଆପଣମାନେ ନିଶ୍ଚୟ ଜାଣିପାରିବେ। ତ ଏହି ଅନ୍ତୋଦୟ ଗୃହ ଯୋଜନା କେଉଁମାନେ ପାଇବେ ମୁଁ ଏହି ଭିଡ଼ିଓ ମାଧ୍ୟମରେ କହିଛି। ତାପରେ କେତେ ବର୍ଷରେ ଏହା କାର୍ଯ୍ୟକାରୀ ହେବ ଏବଂ କେତେ କୋଟି ଟଙ୍କା ସରକାର ବ୍ୟୟବରାଦ କରିଛନ୍ତି, ସବୁକିଛି ଡିଟେଲ୍ସ ଏହି ଅନ୍ତୋଦୟ ଗୃହ ଯୋଜନା ବିଷୟରେ ଆପଣମାନେ ଜାଣନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 8:20 AM ପ୍ରକାଶ ପାଇଛି। ତ ଆପଣମାନଙ୍କୁ ଏହି ଖବର କ'ଣ ଆସିଛି ଆସନ୍ତୁ ଜାଣିବା ପେପର ମାଧ୍ୟମରେ। ତ ଦେଖନ୍ତୁ, ଏହା କେ ନ୍ୟୁଜ୍ରେ ପ୍ରକାଶ ପାଇଛି। ତ ଆସନ୍ତୁ ଜାଣିବା ଖବର କ'ଣ ରହିଛି। ଆଜିଠୁ ଅର୍ଥାତ୍ ଗତକାଲିଠୁ ଆରମ୍ଭ ହୋଇଛି ଅନ୍ତୋଦୟ ଗୃହ ଯୋଜନା। କଳାହାଣ୍ଡିରୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ 50,000 ଲୋକ ଯୋଡ଼ି ହେବେ। ଗରିବ, ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସହ ଶହୀଦ ପରିବାର, ତାପରେ ପଦ୍ମଶ୍ରୀ ପରିବାର, ଅଗ୍ନିବିପନ୍ନ ଆଦି ଲୋକ ସାମିଲ ହେବେ। ଘର ପାଇଁ 1,20,000 ଟଙ୍କା ମିଳିବ। ଦେଖନ୍ତୁ ଆଜ୍ଞା, ଗତକାଲିଠାରୁ ଆରମ୍ଭ ହୋଇଛି ଏହି ଅନ୍ତୋଦୟ ଗୃହ ଯୋଜନା। ଗତକାଲି ବହୁତ ହିତାଧିକାରୀମାନେ ୱାର୍କ ଅର୍ଡ଼ର ମଧ୍ୟ ପାଇସାରିଲେଣି। ତ ଯେଉଁମାନେ ଆବେଦନ କରିଥିଲେ ସେମାନେ ଏହି ଯୋଜନାରେ ୱାର୍କ ଅର୍ଡ଼ର ମଧ୍ୟ ପାଇସାରିଲେଣି। ଆପଣମାନେ ସବୁ ନ୍ୟୁଜ୍ ମାଧ୍ୟମରେ ମଧ୍ୟ ପାଇପାରିବେ। ଏହା କୌଣସି ଫେକ୍ ନୁହେଁ। ତ ଆପଣମାନେ ଯଦି ଯୋଗ୍ୟ ବିବେଚିତ ଅଟନ୍ତି, ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାରେ ଆପଣମାନେ ମଧ୍ୟ ସାମିଲ ହୋଇପାରିବେ। ଯଦି ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳୁନାହିଁ, ତାହେଲେ ଆପଣମାନେ ଏଥିରେ ଯଦି ଯୋଗ୍ୟ ଅଟନ୍ତି, ନିଶ୍ଚୟ ଆପଣମାନେ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପାଇପାରିବେ। ତ ଏହି ଅନ୍ତୋଦୟ ଗୃହ ଯୋଜନାରେ ଗରିବ, ଭିନ୍ନକ୍ଷମ, ବିଧବା, ଦୁରାରୋଗରେ ପୀଡ଼ିତ ବ୍ୟକ୍ତି, ଶହୀଦ ପରିବାର, ତାପରେ ପଦ୍ମଶ୍ରୀ ପରିବାର, ତାପରେ ଅଗ୍ନିବିପନ୍ନ ଆଦି ଲୋକ ସାମିଲ ହେବେ। ତ ଆପଣମାନେ ଜାଣିପାରିଲେ, ଗରିବ ଲୋକ ଏହି ଯୋଜନାରେ ସାମିଲ ହୋଇପାରିବେ। ତାପରେ ଭିନ୍ନକ୍ଷମ ବା ହ୍ୟାଣ୍ଡିକ୍ୟାପ୍ ବ୍ୟକ୍ତିମାନେ ମଧ୍ୟ ଏଥିରେ ସାମିଲ ହୋଇପାରିବେ। ତାପରେ ବିଧବାମାନେ ମଧ୍ୟ ସାମିଲ ହୋଇପାରିବେ। ତାପରେ ଶହୀଦ ପରିବାର, ତାପରେ ପଦ୍ମଶ୍ରୀ ପରିବାର, ତାପରେ ଅଗ୍ନିବିପନ୍ନ ଆଦି ଲୋକ ଏଥିରେ ସାମିଲ ହୋଇପାରିବେ। ତାପରେ ଏହି ଅନ୍ତୋଦୟ ଗୃହ ଯୋଜନା ପାଇଁ 1,20,000 ଟଙ୍କା ମିଳିବ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଏହି ଯୋଜନାରେ ସାମିଲ ହେବେ, ତାହେଲେ ହିତାଧିକାରୀଙ୍କୁ 1,20,000 ଟଙ୍କା ମିଳିବ। ତ ଗତକାଲି ୱାର୍କ ଅର୍ଡ଼ର ମଧ୍ୟ ବହୁତ ହିତାଧିକାରୀ ପାଇସାରିଲେଣି। ତ ସେମାନଙ୍କ ଆକାଉଣ୍ଟରେ ପ୍ରଥମେ 40,000 ଟଙ୍କା ଡିପୋଜିଟ୍ ହେବ। ତାପରେ ବାକିତକ ଟଙ୍କା
ଘର ଅଧା ତିଆରି କରିସାରିଲେ ସେମାନଙ୍କୁ ମିଳିବ। ତ ଦେଖନ୍ତୁ, ଆପଣମାନେ ଧାର୍ଯ୍ୟ ସମୟରେ ଘର କାମ ସାରିଲେ ଅତିରିକ୍ତ 20,000 ଟଙ୍କା ଦେବେ ସରକାର। ଏଥିପାଇଁ ଅନଲାଇନ୍ ଆବେଦନ ଖୋଲିବ। ଫୋନ୍ ନମ୍ବର 0674681777 ଏବଂ ୱେବ୍ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବେଦନ କରିହେବ। ଦେଖନ୍ତୁ ଆଜ୍ଞା, ଯଦି ଆପଣମାନେ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପାଇଲେ, ଯଦି ଧାର୍ଯ୍ୟ ସମୟରେ ଆପଣମାନେ ଘର କାମ ସାରିଲେ ଆପଣମାନଙ୍କୁ ଅତିରିକ୍ତ ବୋନସ୍ ଟଙ୍କା 20,000 ଟଙ୍କା ମିଳିବ। ଏଥିପାଇଁ ଆପଣମାନେ ଅନଲାଇନ୍ ଆବେଦନ ଖୋଲିବ। ଫୋନ୍ ନମ୍ବର ଆପଣମାନେ ସ୍କ୍ରିନ୍ ସାହାଯ୍ୟରେ ଦେଖୁଥିବେ। ତାପରେ ୱେବ୍ ପୋର୍ଟାଲ ମାଧ୍ୟମରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବେଦନ ଆପଣମାନେ କରିପାରିବେ। ତାପରେ ବଜେଟରେ ଅନ୍ତୋଦୟ ଯୋଜନା ଲାଗି 7,750 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଅନ୍ତୋଦୟ ଗୃହ ଯୋଜନା କରାଯାଇଛି। ଦେଖନ୍ତୁ ଆଜ୍ଞା, ବଜେଟରେ ଅନ୍ତୋଦୟ ଯୋଜନା ଲାଗି 7,750 କୋଟି ଟଙ୍କା ସରକାର ବ୍ୟୟବରାଦ କରିଛନ୍ତି। ତାପରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇବାକୁ ଅନ୍ତୋଦୟ ଗୃହ ଯୋଜନା ସରକାର ଆରମ୍ଭ କରିଛନ୍ତି। ତାପରେ ଦେଖନ୍ତୁ, ଆସନ୍ତା 3 ବର୍ଷରେ ଅତି କମ୍ରେ 2,25,000 ନୂତନ ଘର ମଞ୍ଜୁର କରାଯିବ। ତାପରେ ଦେଖନ୍ତୁ, 2025ରୁ 2026ରେ 75,000 ଗୃହ ନିର୍ମାଣ ଲକ୍ଷ୍ୟ ରହିଛି। ଚଳିତ ବଜେଟରେ ଏଥିପାଇଁ 2,603 କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦେଖନ୍ତୁ ଆଜ୍ଞା, ଆସନ୍ତା 3 ବର୍ଷରେ ଅତି କମ୍ରେ 2,25,000 ନୂତନ ଘର ମଞ୍ଜୁର କରାଯିବ। ତାପରେ ଏହି ଆସନ୍ତା 2025-2026ରେ 75,000 ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଲକ୍ଷ୍ୟ ରହିଛି। ତାପରେ ଚଳିତ ବଜେଟରେ ଏଥିପାଇଁ 2,603 କୋଟି ଟଙ୍କା ସରକାର ବ୍ୟୟବରାଦ କରିଛନ୍ତି। ତାପରେ ଆସନ୍ତୁ ଜାଣିବା କେଉଁ ହିତାଧିକାରୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ। ଦେଖନ୍ତୁ ଆଜ୍ଞା, ଏହି ଅନ୍ତୋଦୟ ଗୃହ ଯୋଜନାରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନା ମିଳିବ। ତ ଏହି ଅନ୍ତୋଦୟ ଗୃହ ଯୋଜନା ଆପଣମାନଙ୍କୁ ଯଦି ଯୋଗ୍ୟ ଅଟନ୍ତି ଶୀଘ୍ର ଆପଣମାନେ ୱାର୍ଡ଼ କରଟିଏ ମଧ୍ୟ ପାଇପାରିବେ। ତ ଦେଖନ୍ତୁ, ଏହି ଅନ୍ତୋଦୟ ଗୃହ ଯୋଜନାରେ କେଉଁମାନେ ଯୋଗ୍ୟ ବିବେଚିତ ହେବେ। 1 ନମ୍ବର ହେଲା କଚ୍ଚା ଘର ଥିଲେ। ଯଦି ଆପଣମାନଙ୍କର କଚ୍ଚା ଘର ଅଛି ନିଶ୍ଚୟ ଆପଣମାନଙ୍କୁ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତାପରେ 2 ନମ୍ବରରେ ଆସିଲା ଜଙ୍ଗଲ ଜମିରେ ରହୁଥିଲେ। ଫରେଷ୍ଟ ରାଇଟ୍ସ ଆକ୍ଟ 2025 ଅଧୀନରେ ଆସୁଥିଲେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଜଙ୍ଗଲ ଜମିରେ ଯଦି ରହୁଛନ୍ତି ତାହେଲେ ଆପଣମାନଙ୍କୁ ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତାପରେ 3 ନମ୍ବରରେ ଆସିଲା ଯଦି 40% ଭିନ୍ନକ୍ଷମ ହୋଇଥିବେ। ଦେଖନ୍ତୁ ଆଜ୍ଞା, ଯଦି ଆପଣମାନଙ୍କର ପରିବାରର କି ଆପଣମାନଙ୍କର ରିଲେସନରେ କୌଣସି ଭିନ୍ନକ୍ଷମ ବା ହ୍ୟାଣ୍ଡିକ୍ୟାପ୍ ବ୍ୟକ୍ତି ଅଛନ୍ତି, ସେମାନଙ୍କର 40% ଯଦି ଭିନ୍ନକ୍ଷମ ହୋଇଥିବେ ସେମାନେ ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପାଇପାରିବେ। ତାପରେ 4 ନମ୍ବରରେ ଆସିଲା ନିମ୍ନ ଆୟ ବର୍ଗର ହୋଇଥିବେ ଏବଂ PM ଆବାସ ଯୋଜନାରୁ ବଞ୍ଚିତ ହୋଇଥିବେ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ନିମ୍ନ ଆୟ ବର୍ଗର ହୋଇଥିବେ, ଯଦି ଆପଣମାନଙ୍କର ଆୟ ଅତି କମ୍ ଅଛି ଏବଂ ଆପଣମାନେ ଯଦି PM ଆବାସ ଯୋଜନା ପାଇଛନ୍ତି ତାହେଲେ ଆପଣମାନଙ୍କୁ ଏହି ଯୋଜନା ମିଳିପାରିବ ନାହିଁ। ଯଦି ଆପଣମାନେ PM ଆବାସ ଯୋଜନାରୁ ବଞ୍ଚିତ ବା ପାଇନାହାନ୍ତି ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାରେ ଆପଣମାନେ ସାମିଲ ହୋଇପାରିବେ। ତେଣୁ ଆପଣମାନେ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ଆବେଦନ କରନ୍ତୁ। ନିଶ୍ଚୟ ଆପଣମାନଙ୍କୁ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତାପରେ 5 ନମ୍ବରରେ ଆସିଲା ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ବନ୍ୟଜନ୍ତୁଙ୍କ ଦ୍ୱାରା ଘର ଭାଙ୍ଗିଥିଲେ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର ଘର ଯଦି କୌଣସି ବନ୍ୟଜନ୍ତୁ ଦ୍ୱାରା ଭାଙ୍ଗିଥିଲେ ନିଶ୍ଚୟ ଏହି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତାପରେ 6 ନମ୍ବରରେ ଆସିଲା
ସରକାରୀ ପ୍ରକଳ୍ପ ପାଇଁ ବାସଚ୍ୟୁତ ହୋଇଥିଲେ ମିଳିବ ଘର। ତ ଦେଖନ୍ତୁ ଆପଣମାନେ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ଆବେଦନ କରନ୍ତୁ। ଯଦି ଆପଣମାନେ ଯୋଗ୍ୟ ବିବେଚିତ ଅଟନ୍ତି ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ଆପଣମାନଙ୍କୁ ମିଳିପାରିବ। ତାପରେ ମାସିକ 15,000ରୁ ଅଧିକ ଟଙ୍କା ଆୟ ଥିଲେ କିମ୍ବା 2.5 ଏକର ଜଳସେଚିତ ଏବଂ 5 ଏକର ଅଣଜଳସେଚିତ ଜମି ଥିଲେ ଅନ୍ତୋଦୟ ଗୃହ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କର 15,000ରୁ ଅଧିକ ଟଙ୍କା ଆୟ କରୁଛନ୍ତି କିମ୍ବା ଆପଣମାନଙ୍କର 2.5 ଏକର ଜଳସେଚିତ ଜମି ଏବଂ 5 ଏକର ଅଣଜଳସେଚିତ ଜମି ଯଦି ଥିଲେ ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। ଯଦି ଆପଣମାନେ ଆବେଦନ କରିଛନ୍ତି ଆପଣମାନଙ୍କୁ ରିଜେକ୍ଟ କରି ଦିଆଯିବ। ତେଣୁ ଆପଣମାନେ ଯୋଗ୍ୟ କ'ଣ ଅଛି ଜାଣିପାରିଲେ, ତାପରେ କେତେ ହଜାର ଟଙ୍କା ଆପଣମାନଙ୍କୁ ମିଳିବ ତାହା ମଧ୍ୟ ଜାଣିପାରିଲେ। ସବୁକିଛି ଡିଟେଲ୍ସ, ତାପରେ ବୋନସ୍ ମଧ୍ୟ କେତେ ଟଙ୍କା ରହିଛି ତାହା ମଧ୍ୟ ଜାଣିପାରିଲେ। ତ କେଉଁମାନେ ଏହି ଘର ପାଇବେ ତାହା ମଧ୍ୟ ଆପଣମାନେ ସବୁକିଛି ଡିଟେଲ୍ସ ପାଇପାରିଲେ। ତ ଯଦି ଆପଣମାନଙ୍କୁ ଭିଡ଼ିଓଟି ଯଦି ଟିକେ ହେଲେ ହେଲ୍ପଫୁଲ୍ ହୋଇଥିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିବେ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।